ନାରଦଜୀ ତାଙ୍କୁ ଜଣାଇଲେ ଯେ ତାଙ୍କ ପତିଙ୍କର ଆୟୁଷ ଆଉ ମାତ୍ର 1 ବର୍ଷ ବାକି ଅଛି। ଏହା କହି ସେ ସେଠାରୁ ଚାଲିଗଲେ। ସାବିତ୍ରୀଙ୍କୁ କିନ୍ତୁ ନିଜର ପତିବ୍ରତା ଧର୍ମରେ ପୂର୍ଣ୍ଣ ବିଶ୍ୱାସ ଥିଲା। ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ପତିଙ୍କ ସେବାରେ ଲାଗିଗଲେ। ଏବେ ସେ ସର୍ବଦା ପତିଙ୍କ ଛାଇ ପରି ତାଙ୍କ ସହ ରହୁଥିଲେ। ଧୀରେ ଧୀରେ 1 ବର୍ଷ ବିତିଗଲା। ଦିନେ ସତ୍ୟବାନ କାଠ କାଟିବା ପାଇଁ ବଣକୁ ଗଲେ। ସାବିତ୍ରୀ ମଧ୍ୟ ତାଙ୍କ ସହ ଥିଲେ। ସେ ଏକ ଗଛ ଉପରକୁ ଚଢ଼ି କାଠ କାଟିବାକୁ ଲାଗିଲେ, କିନ୍ତୁ ମୁଣ୍ଡ ବୁଲେଇବା କାରଣରୁ ସେ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ପତିଙ୍କୁ ଭୂମିରେ ଆରାମରେ ଶୁଆଇ ଦେଇ ସାବିତ୍ରୀ ସତ୍ୟବାନଙ୍କ ମୁଣ୍ଡକୁ ନିଜ କୋଳରେ ରଖିଲେ ଏବଂ ନିଜ ପଣତରେ ତାଙ୍କୁ ବିଞ୍ଚିବାକୁ ଲାଗିଲେ। କିଛି ସମୟ ପରେ ସେ ଦେଖିଲେ ଯେ ମଇଁଷି ଉପରେ ବିରାଜମାନ ଜଣେ ଦିବ୍ୟ ପୁରୁଷ ପ୍ରକଟ ହେଲେ, ଯାହାଙ୍କ ଶରୀରର ବର୍ଣ୍ଣ କଳା ଥିଲା। ସେ ସତ୍ୟବାନଙ୍କ ଶରୀରରୁ ତାଙ୍କ ପ୍ରାଣ ବାହାର କଲେ ଆଉ ସାଙ୍ଗରେ ନେଇ ଚାଲିଲେ। ଏହି ଦୃଶ୍ୟ ଦେଖି ସାବିତ୍ରୀ କହିଲେ, ହେ ମହାଭାଗ, ଆପଣ କିଏ ଏବଂ ମୋ ପତିଙ୍କ ପ୍ରାଣ କୁଆଡ଼େ ନେଇ ଯାଉଛନ୍ତି? ସେ ଦିବ୍ୟ ପୁରୁଷ କହିଲେ, ଦେବୀ, ମୁଁ ଯମରାଜ। ସତ୍ୟବାନଙ୍କ ଆୟୁ ସମାପ୍ତ ହୋଇସାରିଛି, କିନ୍ତୁ ତୁମର ସତୀତ୍ୱ କାରଣରୁ ମୋର ଦୂତମାନେ ସତ୍ୟବାନଙ୍କ ପ୍ରାଣ ନେଇପାରିଲେ ନାହିଁ। ତେଣୁ ମୋତେ ନିଜେ ଆସିବାକୁ ପଡ଼ିଲା। ଏବେ ମୁଁ ଏହାର ପ୍ରାଣ ନେଇଯାଉଛି। ଏହା କହି ସେ ଆଗକୁ ଚାଲିଲେ। ସାବିତ୍ରୀ ମଧ୍ୟ ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ। ଏହା ଦେଖି ସେ କହିଲେ, ଦେବୀ, ଏବେ ମଧ୍ୟ ତୁମର ଆୟୁ ବାକି ଅଛି, ତେଣୁ ତୁମେ ଯମଲୋକ ଯାଇପାରିବ ନାହିଁ। ତୁମେ ଫେରିଯାଅ। ସାବିତ୍ରୀ କହିଲେ, ହେ ଭଗବାନ, ବିବାହ ସମୟରେ ମୁଁ ଏହି ଶପଥ ନେଇଥିଲି ଯେ ଜୀବନ ସାରା ପତିଙ୍କୁ ଅନୁସରଣ କରିବି। ତେଣୁ ଯେଉଁଠାକୁ ମୋ ପତି ଯିବେ ମୁଁ ମଧ୍ୟ ସେଠାକୁ ଯିବି। ଦୟାକରି ଆପଣ ମୋତେ ମୋ ଧର୍ମରୁ ଦୂରେଇ ଦିଅନ୍ତୁ ନାହିଁ। ଯମରାଜ ସାବିତ୍ରୀଙ୍କୁ ବିଭିନ୍ନ ପ୍ରକାର ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ମାନିଲେ ନାହିଁ। ଶେଷରେ ଯମରାଜ ତାଙ୍କୁ ମନ ଇଚ୍ଛା ବରଦାନ ମାଗିବାକୁ କହିଲେ। ସେତେବେଳେ ସାବିତ୍ରୀ ବରଦାନ ମାଗି କହିଲେ, ଭଗବାନ, ମୋର ଇଚ୍ଛା କି ମୋର ଶ୍ୱଶୁରଙ୍କୁ ତାଙ୍କର ରାଜ୍ୟ ଫେରି ମିଳୁ ଏବଂ ସେ ନିଜ ନାତିମାନଙ୍କ ସହ ଖେଳୁଥିବାର ଦେଖନ୍ତୁ। ତଥାସ୍ତୁ କହି ଯମରାଜ ପୁଣି ଯମଲୋକ ଆଡ଼କୁ ଚାଲିଲେ। ସାବିତ୍ରୀ ପୁଣି ତାଙ୍କ ପଛେ ପଛେ ଚାଲିଲେ। ଯେତେବେଳେ ଯମରାଜ ତାଙ୍କୁ ଦେଖିଲେ, ସେ କହିଲେ, ଦେବୀ, ମୁଁ ତୁମକୁ ମନ ଇଚ୍ଛା ବରଦାନ ଦେଇସାରିଛି। ଏବେ ପୁଣି ତୁମେ ମୋ ପଛରେ କାହିଁକି ଆସୁଛ? ଯାଅ, ଫେରିଯାଅ। ସାବିତ୍ରୀ କହିଲେ, ଆପଣ ମୋ ଶ୍ୱଶୁରଙ୍କୁ ନାତି ଦେଖିବାର ବରଦାନ ଦେଇଛନ୍ତି, କିନ୍ତୁ ଯଦି ଆପଣ ମୋ ପତିଙ୍କୁ ନେଇଯିବେ ତେବେ ତାଙ୍କ ବିନା ଏହା କିପରି ସମ୍ଭବ ହେବ? ଯମରାଜକୁ ନିଜର ଦେଇଥିବା ବର ବିଷୟରେ ଜ୍ଞାନ ହେଲା। ସେ ସାବିତ୍ରୀଙ୍କ ବୁଦ୍ଧିମତ୍ତାରେ ଅତ୍ୟନ୍ତ